ସିଧାସଳଖ ଆମ ବିଷୟବସ୍ତୁ ଭିତରକୁ ଯିବା। ଓଡ଼ିଶାର ଘଞ୍ଚ ଜଙ୍ଗଲ ଆଉ ସେହି ପୁରୁଣା ମନ୍ଦିରଗୁଡ଼ିକ ଭିତରେ କେତେ ଯେ ରହସ୍ୟ ଲୁଚି ରହିଛି ତାହା କଳ୍ପନା କରିବା ବି କଷ୍ଟ। ଆଜି ଆମେ ଏମିତି ଏକ ଲୋମଟାଙ୍କୁରା ଲୋକକଥା ଉପରେ ନଜର ପକାଇବା ଯାହାକୁ କୁହାଯାଏ କାଳି ପୋଖରୀର ରହସ୍ୟ। ମାନେ ଏହା ଖାଲି ଗୋଟେ ଗପ ନୁହେଁ କିମ୍ବା କୌଣସି ସାଧାରଣ କାହାଣୀ ନୁହେଁ। ଆସନ୍ତୁ ଟିକେ ଗଭୀରକୁ ଯାଇ ବୁଝିବା ଯେ ଏହି ଲୋକକଥା ପଛର ପ୍ରକୃତ ରହସ୍ୟଟା କ'ଣ। ତୁମେ ମଧ୍ୟ ଏଠାରେ ରହିବ? ଟିକେ ଭାବନ୍ତୁ ତ, ରାତି ଅଧା, ଚାରିଆଡ଼େ ନିଶବ୍ଦ, ଆଉ ଠିକ୍ ସେତିକିବେଳେ କେହି ଜଣେ କାନ ପାଖରେ ଏମିତି ଫୁସ୍ଫୁସ୍ କରି କହିଲା, କେମିତି ଲାଗିବ? ଭୟଙ୍କର ନା? ଏହି ଗୋଟିଏ ଧାଡ଼ି କେବଳ କିଛି ଶବ୍ଦ ନୁହେଁ, ବରଂ ଏକ ସାଂଘାତିକ ଚେତାବନୀ। କିନ୍ତୁ ପ୍ରଶ୍ନ ଉଠୁଛି, ଅନ୍ଧାର ଭିତରେ ଏ ଶବ୍ଦ ଆସିଲା କେଉଁଠୁ? କିଏ କହିଲା ଏକଥା? ଆଉ ସବୁଠୁ ବଡ଼ କଥା, କାହିଁକି? ଆସନ୍ତୁ ଏ ଘଟଣାର ପୂରା ପୃଷ୍ଠଭୂମିକୁ ଟିକେ ଖୋଲି କରି ଦେଖିବା। ଆମ ଓଡ଼ିଶା କେତେ ସୁନ୍ଦର ସେ କଥା ଆମେ ସମସ୍ତେ ଜାଣୁ, କିନ୍ତୁ ଏହାର ଘଞ୍ଚା ଜଙ୍ଗଲ ଆଉ ପ୍ରାଚୀନ ମନ୍ଦିର ପରିସରରେ ଏମିତି କିଛି ଲୁକାୟିତ ସ୍ଥାନ ଅଛି ଯାହା ବିଷୟରେ କଥା ହେଲେ ଆଜି ବି ଲୋକଙ୍କ ଛାତି ଥରିଯାଏ। ସ୍ଥାନୀୟ ଲୋକେ କୁହନ୍ତି ଯେ ସୂର୍ଯ୍ୟ ବୁଡ଼ିଯିବା ପରେ ଏମିତି କିଛି ଜାଗା ଅଛି ଯୋଉଠି ମଣିଷଙ୍କଠାରୁ ଆତ୍ମାମାନଙ୍କର ଭିଡ଼ ବେଶୀ ହୋଇଯାଏ। ବାସ୍ତବତା ଆଉ କିମ୍ବଦନ୍ତୀ ଏ ଦୁଇଟି ଭିତରେ ଥିବା ସୀମାରେଖା ଯୋଉଠି ଲିଭିଯାଏ, ସେଇଠୁ ଆରମ୍ଭ ହୁଏ ଆମର ଆଜିର ଏହି ବିଷୟ। ସମ୍ବଲପୁର ପାଖର ଗୋଟେ ଛୋଟ ଗାଁରୁ। ଗାଁ ବାହାରେ ଥିବା ଗୋଟେ ବହୁତ ପୁରୁଣା ପୋଖରୀ, ଲୋକେ ତାକୁ କାଳି ପୋଖରୀ କିମ୍ବା କଳା ପୋଖରୀ ବୋଲି କହନ୍ତି। ସେଠି ଗୋଟେ କଥା ବହୁତ ଜୋରେ ପ୍ରଚଳିତ। କୁହାଯାଏ ଯେ ରାତି ହେଲେ ଜଣେ ମହିଳା ଧଳା ଶାଢ଼ୀ ପିନ୍ଧି ସେହି ପୋଖରୀ ପାଣି ଉପରେ ଚାଲନ୍ତି। ହଁ, ପାଣି ଉପରେ। ଆଉ ସବୁଠୁ ଡରାଇବା ଭଳି କଥା ହେଲା, ଯିଏ ବି ଭୁଲରେ ତାଙ୍କୁ ଦେଖିନିଏ ସେ କୁଆଡ଼େ କିଛିଦିନ ଭିତରେ ରହସ୍ୟମୟ ଭାବେ ଉଭାନ ହୋଇଯାଏ। ବାସ୍ ଏଇ ଗୋଟିଏ କଥା ପାଇଁ ଗାଁ ଲୋକେ ସନ୍ଧ୍ୟା ନଇଲେ ସେ ରାସ୍ତା ଆଉ ମାଡ଼ନ୍ତି ନାହିଁ। ଏଇଠି ଆମେ ଦୁଇଟି ସମ୍ପୂର୍ଣ୍ଣ ଅଲଗା ଚିନ୍ତାଧାରା ଦେଖିବାକୁ ପାଉ। ଗୋଟିଏ ପଟେ ଅଛନ୍ତି ଗାଁ ଲୋକେ, ଯେଉଁମାନଙ୍କ ମନରେ ପିଢ଼ି ପିଢ଼ି ଧରି ଏକ ଗଭୀର ଭୟ ବସି ରହିଛି। ଅନ୍ଧାର ହେଲେ ସେମାନେ ସେ ରାସ୍ତା ଆଡ଼କୁ ଆଖି ଉଠେଇକି ବି ଚାହାନ୍ତିନି। କିନ୍ତୁ ଅନ୍ୟପଟେ ଅର୍ଜୁନ ନାମକ ଜଣେ ଯୁବକ, ଯିଏ ଏସବୁ କଥାକୁ ବିଲକୁଲ ବିଶ୍ୱାସ କରେନି। ତା ମତରେ ଏସବୁ ନିରାଟ ମିଛ, ମନଗଢ଼ା କାହାଣୀ। ସେ ଖୋଲାଖୋଲି ଗାଁ ଲୋକଙ୍କ ଆଗରେ ସେଇ ଭୂତକୁ ଚ୍ୟାଲେଞ୍ଜ କରିଦେଲା। କହିଲା, ମୁଁ ଆଜି ରାତିରେ କାଳି ପୋଖରୀ ଯିବି, ଯଦି ସତରେ କିଏ ଅଛି ତେବେ ମୋ ସାମ୍ନାକୁ ଆସୁ। ଆଉ ତାର ଏଇ ଗୋଟିଏ ନିଷ୍ପତ୍ତି ବାସ୍ତବରେ ଆଗକୁ ହେବାକୁ ଥିବା ସମସ୍ତ ଭୟଙ୍କର ଘଟଣାର ମୂଳଦୁଆ ପକାଇଥିଲା। ସମୟ ଠିକ୍ ରାତି 12ଟା। ଆକାଶ ପୂରା ମେଘୁଆ ଥାଏ, ଆଉ ହାଡ଼ଭଙ୍ଗା ଶୀତୁଆ ପବନ ବହୁଥାଏ। ଅର୍ଜୁନ ହାତରେ ଗୋଟେ ଟର୍ଚ୍ଚ ଧରି ସେହି ବିପଜ୍ଜନକ କାଳି ପୋଖରୀ ଆଡ଼କୁ ଆଗେଇଲା। ଗୋଟିଏ ପରେ ଗୋଟିଏ ପାଦ। ଯେତିକି ସେ ପାଖକୁ ଯାଉଥାଏ, ହଠାତ୍ ପରବର୍ତ୍ତୀ ମୁହୂର୍ତ୍ତରେ ତାକୁ କାହାର ଗୋଟେ କାନ୍ଦିବାର ଶବ୍ଦ ଶୁଭିଲା। କିଛି ବୁଝିବା ଆଗରୁ ସେ ତରତର ହୋଇ ଟର୍ଚ୍ଚର ଆଲୁଅକୁ ସିଧା ସେଇ ଅନ୍ଧାରୁଆ ପାଣି ଉପରକୁ ପକାଇଲା। ବସ୍ ଏହି କେଇଟା ମୁହୂର୍ତ୍ତ ଭିତରେ ସେହି ସାଧାରଣ ପରିସ୍ଥିତିଟା ଏକ ଭୟଙ୍କର ରୂପ ନେବା ଆରମ୍ଭ କରିସାରିଥିଲା। ବଞ୍ଚାଅ! ହଁ, ଠିକ୍ ଏମିତି ଗୋଟିଏ ଶବ୍ଦ ସେ ଅନ୍ଧାରିଆ ପୋଖରୀ ଭିତରୁ ଭାସି ଆସିଲା। କରୁଣ ହେଲେ ଲୋମ ଟାଙ୍କୁରା। ଏଇ ଗୋଟିଏ ସ୍ୱର ସବୁକିଛି ଉଲଟପାଲଟ କରିଦେଲା। ଅର୍ଜୁନର ପାଦ ସେଇଠି ଖିଲି ହୋଇଗଲା। କିଛି ସମୟ ଆଗରୁ ଯେଉଁ ପିଲାଟା ଛାତି ଫୁଲି ବୁଲୁଥିଲା, ଏସବୁ ମିଛ ବୋଲି କହୁଥିଲା, ତାର ସବୁ ସାହସ ଯେମିତି କୁଆଡ଼େ ଉଭେଇଗଲା। ସେ କମ୍ପିଲା ହାତରେ ଟର୍ଚ୍ଚଟାକୁ ପାଣି ଆଡ଼କୁ ବୁଲାଇଲା। ପ୍ରଥମେ ତ କିଛି ଜଣାପଡ଼ିଲାନି, କିନ୍ତୁ ତାପରେ ସେ ଯାହା ଦେଖିଲା ନା, ସେଇଟା ସାଧାରଣ ମଣିଷର କଳ୍ପନା ବାହାରେ ଥିଲା। ପୋଖରୀର ଠିକ୍ ମଝିରେ ଜଣେ ମହିଳା ଛିଡ଼ା ହୋଇଥିଲେ। ମୁଁ ଆପଣଙ୍କୁ ଠିକ୍ ସେମିତି କହୁଛି ଯେମିତି ଅର୍ଜୁନ ଦେଖିଥିଲା। ଧଳା ଶାଢ଼ୀ, ଲମ୍ବା ଖୋଲା କେଶ, ମୁହଁଟା ପୂରା ଅନ୍ଧାର ପରି କଳା, ଆଉ ଆଖି ଦୁଇଟା ନିଆଁ ଭଳି ଜ୍ୱଳନ୍ତ ନାଲି। କିନ୍ତୁ ସବୁଠୁ ଡରାଇବା କଥା କ'ଣ ଜାଣିଛନ୍ତି? ତାଙ୍କ ପାଦ ପାଣିରେ ଲାଗିନଥିଲା। ପାଣିରୁ ଟିକିଏ ଉପରେ, ଶୂନ୍ୟରେ ଯେମିତି ସେ ଝୁଲି ରହିଥିଲେ। ଏବେ ବୁଝାପଡ଼ୁଛି ତ ଗାଁ ଲୋକଙ୍କର ସେଇ ପୁରୁଣା କଥା ପଛରେ କେତେ ଭୟଙ୍କର ସତ ଲୁଚି ରହିଥିଲା। ଅର୍ଜୁନର ତଣ୍ଟି ସମ୍ପୂର୍ଣ୍ଣ ଶୁଖିଗଲାଣି। ଡରରେ କଣ୍ଠରୁ ସ୍ୱର ବାହାରୁ ନଥାଏ। ଖନେଇ ଖନେଇ ସେ କେବଳ ଏତିକି ପଚାରିଲା, କିଏ ତୁମେ? ଉତ୍ତରରେ କୌଣସି ଶବ୍ଦ ଆସିଲାନି, ବରଂ ସେ ମହିଳା ଜଣକ ନିଜର ସେଇ ନାଲି ଆଖିରେ ଧୀରେ ଧୀରେ ମୁଣ୍ଡ ଉଠାଇଲେ, ଆଉ ତାପରେ ସେ ପାଣି ଉପରେ ଚାଲି ଚାଲି ଅର୍ଜୁନ ଆଡ଼କୁ ମାଡ଼ି ଆସିବାକୁ ଲାଗିଲେ। ଛପ୍ 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 ପାଣିରେ ଚାଲିବାର ସ୍ପଷ୍ଟ ଶବ୍ଦ ଆସୁଥାଏ, କିନ୍ତୁ ଆଶ୍ଚର୍ଯ୍ୟର କଥା, ତାଙ୍କ ପାଦ ପାଣିକୁ ଟିକିଏ ବି ଛୁଁ ନଥିଲା। ଟିକେ କଳ୍ପନା କରନ୍ତୁ, ପାଣିର ଶବ୍ଦ ଅଛି, ଅଥଚ ପାଣି ସହ କୌଣସି ସ୍ପର୍ଶ ନାହିଁ। ବାପ୍ରେ, ଭାବିଲେ ବି ଦେହ ଶୀତେଇ ଉଠୁଛି। ଏମିତି ଦୃଶ୍ୟ ଦେଖିବା ପରେ କେହି କ'ଣ ସେଠି ଠିଆ ହୋଇପାରିବ? ଅର୍ଜୁନ ପ୍ରାଣ ବିକଳରେ ପଛକୁ ବୁଲି ଗୋଟେ ଏମିତି ଦୌଡ଼ ମାରିଲା, କିନ୍ତୁ ଠିକ୍ ତା ପଛରୁ ଏକ ଭୟଙ୍କର ସ୍ୱର ଭାସି ଆସିଲା।
ରହିଯା, ମୋତେ ଏକା ଛାଡ଼ି ଯାଉ ନାହିଁ। ଅର୍ଜୁନ ଯେତେ ଜୋରେ ଦୌଡ଼ୁଥାଏ, ସେଇ ଡରାଇବା ସ୍ୱର ଯେମିତି ତାର ସେତିକି ପାଖକୁ ମାଡ଼ି ଆସୁଥାଏ। ସେତେବେଳେ ସେ କେବଳ ଶାରୀରିକ ଭାବେ ନୁହେଁ, ବରଂ ମାନସିକ ସ୍ତରରେ ବି ପୂରାପୂରି ଭାଙ୍ଗି ପଡ଼ିଥିଲା। ଆଉ ତାପରେ ଯାହା ନ ହେବା କଥା ସେୟା ହିଁ ହେଲା। ହଠାତ୍ ତା ହାତରେ ଥିବା ଟର୍ଚ୍ଚ ଲାଇଟ୍ ବନ୍ଦ ହୋଇଗଲା। ଚାରିଆଡ଼େ ଘୁମ୍ ଘୁମ୍ ଅନ୍ଧାର, ଆଖିକୁ ଆଖି ଦିଶୁ ନଥାଏ। ଠିକ୍ ସେଇ ମୁହୂର୍ତ୍ତରେ କାନ ପାଖରେ କେହି ଜଣେ ଫୁସ୍ଫୁସ୍ କରି କହିଲା, ସେଇ ଶବ୍ଦ ଯାହା ଆମେ ପ୍ରଥମରୁ ଶୁଣିଥିଲେ, ତୁମେ ମଧ୍ୟ ଏଠାରେ ରହିବ। ସେଇ ଅନ୍ଧାର ଭିତରେ ସେଇ ଥଣ୍ଡା ନିଶ୍ୱାସ ଆଉ ସେଇ ସ୍ୱର ଏତେ ଭୟଙ୍କର ଥିଲା ଯେ ଅର୍ଜୁନ ଆଉ ନିଜକୁ ସମ୍ଭାଳି ପାରିଲାନି। ସେ ସେଇଠି ତଳେ ପଡ଼ିଗଲା ଆଉ ସମ୍ପୂର୍ଣ୍ଣ ଚେତା ହରାଇଦେଲା। ଆଚ୍ଛା, ତା ପରଦିନ ସକାଳେ କ'ଣ ହେଲା ଜାଣିଛନ୍ତି? ଗାଁ ଲୋକେ ଅର୍ଜୁନକୁ ଖୋଜି ଖୋଜି ଯାଇ ସେଇ ପୋଖରୀ କୂଳରେ ବେହୋଶ ହୋଇ ପଡ଼ିଥିବାର ଦେଖିଲେ। କିନ୍ତୁ ଯେତେବେଳେ ସେମାନେ ପାଖକୁ ଗଲେ, ସେମାନଙ୍କ ଆଖି ଖୋଲାକୁ ଖୋଲା ରହିଗଲା। ଅର୍ଜୁନ ଗୋଡ଼ରେ ସ୍ପଷ୍ଟ ଭାବରେ ଓଦା ହାତର ଛାପ ଲାଗିଥିଲା। କାହାର ସେ ହାତ? ଆଉ ସବୁଠୁ ବଡ଼ ଦୁଃଖର କଥା ହେଲା, ସେଦିନ ପରେ ଅର୍ଜୁନ ଆଉ କେବେ ବି ପଦେ କଥା କହିପାରିଲାନି। ସବୁଦିନ ପାଇଁ ତାର କହିବା ଶକ୍ତି ଚାଲିଗଲା। କେବଳ ଗୋଟେ ଜିଦ୍ ଆଉ ଅହଙ୍କାର ପାଇଁ ତାକୁ ଏତେ ବଡ଼ ମୂଲ୍ୟ ଦେବାକୁ ପଡ଼ିଲା। ଏହି ହୃଦୟ ବିଦାରକ ଘଟଣା ପରେ ସେଇ ଗାଁରେ ଗୋଟେ କଥା ପଥରର ଗାର ଭଳି ରହିଗଲା। ଗାଁ ଲୋକେ ଆଜି ବି କୁହନ୍ତି, ଯଦି ରାତିରେ କାଳି ପୋଖରୀ ଆଖପାଖରେ କୌଣସି ମହିଳାଙ୍କର କାନ୍ଦିବା ଶବ୍ଦ ଶୁଭେ, ତେବେ ଭୁଲରେ ବି କେବେ ହେଲେ ପଛକୁ ବୁଲି ଦେଖିବେନି। ମାନେ ଏହା ଖାଲି ଗୋଟେ କାହାଣୀ ନୁହେଁ, ଏହା ହେଉଛି ପିଢ଼ି ପରେ ପିଢ଼ି ଚାଲି ଆସୁଥିବା ଏକ କଠୋର ଚେତାବନୀ। କିଛି ଅଜ୍ଞାତ ଶକ୍ତି ଅଛନ୍ତି, ଯାହାକୁ ତର୍କରେ ନୁହେଁ ବରଂ ସମ୍ମାନ ଦେଇ ଦୂରେଇ ରହିବାରେ ହିଁ ମଙ୍ଗଳ। ଏବେ ଗୋଟେ ପ୍ରଶ୍ନ ଆମ ସମସ୍ତଙ୍କ ମନରେ ନିଶ୍ଚୟ ଆସୁଥିବ, କାଳିପୋଖରୀର ସେଇ ପ୍ରକୃତ ରହସ୍ୟ କ'ଣ କେବେ ସାମ୍ନାକୁ ଆସିବ? ନା ଏମିତି କିଛି ସ୍ୱର ଅଛି ଯାହାର ଉତ୍ତର ନ ଖୋଜିବା ହିଁ ଆମ ପାଇଁ ଭଲ? ଏଇ ଘଟଣା ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ ଯେ ଦୁନିଆରେ ଏମିତି କିଛି ଅଦୃଶ୍ୟ ଦିଗ ଅଛି ଯାହା ବିଜ୍ଞାନ ଆଉ ପ୍ରମାଣର ଢେର ଉପରେ। ଆମର ଆଜିର ଏଇ ରହସ୍ୟମୟ ଆଲୋଚନାରେ ବାସ୍ ଏତିକି। ଆଶା କରୁଛୁ ଆମ ସଂସ୍କୃତିର ଏଇ ଅକୁହା ରହସ୍ୟଗୁଡ଼ିକ ବିଷୟରେ ଜାଣି ଆପଣଙ୍କୁ ନିଶ୍ଚୟ କିଛି ନୂଆ ଅନୁଭବ ମିଳିଥିବ। ଧନ୍ୟବାଦ।